ବହୁତ ଦିନ ତଳର କଥା। ଏକ ଘଞ୍ଚ ଜଙ୍ଗଲ ଥିଲା। ସେଠାରେ କେବଳ ପଶୁମାନଙ୍କର ରାଜ ଚାଲୁଥିଲା। ସେତେବେଳେ ସେହି ଜଙ୍ଗଲର ରାଜା ଥିଲା ସବୁଠାରୁ ବଳବାନ ଓ ବୁଦ୍ଧିମାନ ବାଘ। ତା ନାଁ ଥିଲା ଶେରଖାନ। ସମସ୍ତେ ଆଦରରେ ତାକୁ ଶେରୁ ବୋଲି ଡାକୁଥିଲେ। ରାଜା ହେଲେ ବି ଶେରୁ ଏକୁଟିଆ ଥିଲା। ସେ ମନେ ମନେ ଜୀବନ ସାଥୀଟିଏ ଖୋଜୁଥିଲା, ଯିଏକି ଜଙ୍ଗଲର ରାଣୀ ହେବ ମାନେ ସୁନ୍ଦର ଓ ବୁଦ୍ଧିମତୀ ହୋଇଥିବା ଦରକାର। ଜଙ୍ଗଲ ପାଖରେ ରହୁଥିଲା ଏକ ଛୋଟ ଗାଁ। ସେହି ଗାଁରେ ଏକ ସୁନ୍ଦର ଝିଅଟିଏ ରହୁଥିଲା। ତା ନାଁ ପୂଜା। ସେ ପଶୁପକ୍ଷୀଙ୍କୁ ଖୁବ୍ ଭଲ ପାଉଥିଲା। ସେ ସବୁଦିନ ଜଙ୍ଗଲକୁ ବୁଲିବାକୁ ଯାଉଥିଲା। ଦିନକର ଘଟଣା, ପୂଜା ଜଙ୍ଗଲରେ ବୁଲୁ ବୁଲୁ ଭିତରକୁ ପଳାଇଗଲା। ସେଠାରେ ତାର ଦେଖା ହେଲା ବାଘ ମହାରାଜ ଶେରୁ ସହିତ। କିଏ ତମେ ମାନବ କନ୍ୟା? ଜଙ୍ଗଲ ଭିତରକୁ ଏକୁଟିଆ କାହିଁକି ଆସିଛ? ତୁମକୁ କ'ଣ ଡର ଲାଗୁନି? ଭୋକିଲା ପଶୁଗୁଡ଼ାକ ତୁମକୁ ମାରି ଖାଇଦେବେ। ଚାଲିଯାଅ ଏଠୁ। ପ୍ରଣାମ ମହାରାଜ, ମୁଁ ପୂଜା। ଜଙ୍ଗଲରେ ରହିବାକୁ ମୋତେ ବହୁତ ଭଲ ଲାଗେ। ତୁମ ଭଳି ରାଜା ଥାଉ ଥାଉ ଡର କ'ଣ ପାଇଁ ଲାଗିବ? ଆରେ, ତୁମେ ଜଣେ ମାନବ କନ୍ୟା ଆଉ ଆମେମାନେ ହେଲୁ ପଶୁ। ଜଙ୍ଗଲ ହେଉଛି ଆମର ଘର, ତେଣୁ ଚାଲିଯାଅ ଏଠୁ। ଜଙ୍ଗଲରେ ରହିଲେ ତୁମ ପାଇଁ ବିପଦ ହୋଇପାରେ। ମୋତେ ମଣିଷ ଅପେକ୍ଷା ପଶୁ ବେଶୀ ଭଲ ଲାଗନ୍ତି। ଆଉ ତୁମ ମୁହଁରେ ତ ରାଗ ନାହିଁ, ଭଲ ପାଇବା ଲୁଚି ରହିଛି। ସତରେ ତମେମାନେ କେତେ ଭଲ। ଶେରୁ ପ୍ରଥମ ଥର ଜଣେ ମଣିଷର କଥାକୁ ଏତେ ମନ ଦେଇ ଶୁଣୁଥିଲେ। ଏହିପରି ପ୍ରତିଦିନ ଜଙ୍ଗଲରେ ସେମାନଙ୍କର ଦେଖା ହୁଏ ଓ ସେମାନେ ପାଖରେ ବସି ସୁଖ ଦୁଃଖ ହୁଅନ୍ତି। ଧୀରେ ଧୀରେ ସେମାନଙ୍କ ଭିତରେ ପରସ୍ପର ପ୍ରତି ଭଲ ପାଇବା ସୃଷ୍ଟି ହେଲା। ଶେରୁ ତା ମନ କଥାକୁ ପୂଜା ସାମ୍ନାରେ କହିବା ପାଇଁ ସଠିକ୍ ସମୟ ଖୋଜୁଥିଲା। ଦିନେ ଶେରୁ ସାହସ ବାନ୍ଧି ତାର ମନ କଥାକୁ ପୂଜା ସାମ୍ନାରେ ପ୍ରକାଶ କଲା। ପୂଜା, ଗୋଟେ କଥା କହିବି? ମୁଁ କ'ଣ କହୁଥିଲି କି, ତମେ ମୋତେ ବାହା ହେବ। ଆଉ ତୁମକୁ ସବୁଦିନ ଜଙ୍ଗଲ ଆସିବାକୁ ପଡ଼ିବନି। ତମେ ଜଙ୍ଗଲର ରାଣୀ ହୋଇ ରହିବ। ଠିକ୍ ଅଛି, ମୁଁ ବାହା ହେବି। ହେଲେ ମୋର ଗୋଟିଏ ସର୍ତ୍ତ ଅଛି। ତୁମେ ମୋତେ କଥା ଦିଅ, ସମସ୍ତ ପଶୁମାନଙ୍କୁ ତୁମେ ସବୁବେଳେ ଭଲ ପାଇବା ଓ ନ୍ୟାୟ ଦେବ। ହେଲେ ମୁଁ ତୁମ ସହିତ ରହିବି। ଏବେ କୁହ, ତୁମେ ମୋ ସର୍ତ୍ତରେ ରାଜି ତ? ଠିକ୍ ଅଛି, ମୁଁ କଥା ଦେଲି, ମୁଁ ତୁମ କଥାରେ ରାଜି। ଶେରୁ ଓ ପୂଜାର ବାହାଘର ଖୁବ୍ ଧୁମଧାମରେ ହୋଇଗଲା। ଶେରୁ ଓ ପୂଜା ଦୁହେଁ ମିଶି ଜଙ୍ଗଲକୁ ଗଲେ, ତାଙ୍କ ନିଜ ଘରକୁ। ପୂଜା, ତୋତେ ଏ ଘର ଭଲ ଲାଗୁଛି ତ? ହଁ ଶେରୁ, ମୋତେ ତ ବହୁତ ଭଲ ଲାଗୁଛି। ଠିକ୍ ଅଛି, ରାତି ଅନେକ ହେଲାଣି, ଏବେ ଶୋଇପଡ଼। ପୂଜା ଶୋଇଲା ପରେ ଶେରୁ ମଧ୍ୟ କିଛି ସମୟ ଶୋଇବାର ବାହାନା କଲା। କିନ୍ତୁ ଶେରୁ ରାତି ଅଧରୁ ସେଠାରୁ ପଳାଇ ଯାଇ ଏକ ଗୁମ୍ଫା ଭିତରେ ଲୁଚି ରହିଲା। ପୂଜା ନିଦରୁ ଉଠି ଦେଖିଲା ବେଳକୁ ଶେରୁ ତା ପାଖରେ ନଥିଲା। ଶେରୁକୁ ପାଖରେ ନ ପାଇ ପୂଜା
ଚାରିଆଡ଼େ ସେରୁକୁ ଖୋଜି ବୁଲିଲା। ପୂଜା ସେରୁକୁ ସବୁଆଡ଼େ ଖୋଜିଲା, କିନ୍ତୁ ସେରୁକୁ ସେ ପାଇଲା ନାହିଁ। ବିଲୁଆ ଭାଇ, ତମେ ସେରୁକୁ ଦେଖିଛ କି? କୁଆଡ଼େ ଗଲେ କେଜାଣି, କେତେ ଖୋଜିଲି ହେଲେ ପାଇଲି ନାହିଁ। ମୁଁ ଦେଖି ନାହିଁ କୁଆଡ଼େ ଗଲେ, ହେଲେ ସେ ଗୁମ୍ଫାରୁ ତାଙ୍କର ଗର୍ଜନ ଶୁଣାଯାଉଥିଲା। ସେରୁ, କୋଉଠି ତମେ? କେତେ ଖୋଜିଲେଣି ତମକୁ, କୋଉଠି ହେଲେ ପାଉନାହିଁ। କୋଉଠି ଅଛ ତମେ? ବାହାରକୁ ଆସ, ମତେ ବ୍ୟସ୍ତ ଲାଗିଲାଣି। ପୂଜା, ତମେ ଘରକୁ ଫେରିଯାଅ। ଏଠାକୁ କାହିଁକି ଆସିଲ? ହେଲେ କଣ ହେଇଛି ତମର? ମତେ କିଛି ନ ଜଣାଇ ପଳେଇ ଆସିଲ କଣ ପାଇଁ? ଓହୋ ପୂଜା, ତମେ ବୁଝୁନ କଣ ପାଇଁ? ଏହା ମୋ ପାଇଁ ଏକ ଅଭିଶାପ। ମୁଁ ଜଣେ ମଣିଷ କନ୍ୟାକୁ ବାହା ହେଲେ ଚତୁର୍ଥୀ ରାତିରେ ଅଧା ମଣିଷ ଓ ଅଧା ବାଘ ହୋଇ ସମସ୍ତଙ୍କୁ କ୍ଷତି ପହଞ୍ଚେଇବି। ତମକୁ ମଧ୍ୟ କ୍ଷତି ପହଞ୍ଚେଇପାରେ। ତମେ ଚାଲିଯାଅ। ସେରୁ, ମୁଁ ତୁମ ହୃଦୟକୁ ଭଲ ପାଉଛି, ତେଣୁ ମୁଁ ତୁମର ସବୁ ରୂପକୁ ନିଜର କରିବି। କବାଟ ଖୋଲ। ପୂଜା ଭିତରକୁ ଆସି ଦେଖିଲା ସେରୁ ଅଧା ମଣିଷ ଓ ଅଧା ବାଘ ହୋଇଥାଏ। ଏହା ଦେଖି ପୂଜା ଆଖିରୁ ଲୁହ ଧାର ଧାର ହୋଇ ଝରି ଆସିଲା। ପୂଜା, ତମେ ବ୍ୟସ୍ତ ହୁଅନି। କାଲି ସକାଳ ବେଳକୁ ସବୁ କିଛି ଠିକ୍ ହେଇଯିବ। ଏହା ମୋ ପାଇଁ ଏକ ଅଭିଶାପ ଅଟେ। ବ୍ୟସ୍ତ ହୁଅନି, ମୁଁ ସବୁବେଳେ ତୁମ ସାଥିରେ ଅଛି। ଠିକ୍ ସେତିକି ବେଳକୁ ହଠାତ୍ ଏକ ଅଦ୍ଭୁତ ଆଲୋକ କିରଣ ତାଙ୍କ ଉପରେ ପଡ଼ିଲା ଓ ଏକ ଅଦ୍ଭୁତ ଆବାଜ ଆସିଲା। ସେରୁ, ତୁମେ ଏବେ ମଣିଷ କନ୍ୟାର ଆଖି ଲୁହରେ ଅଭିଶାପ ମୁକ୍ତ ହୋଇଗଲ। ସେରୁ, ଇଏ ତ ଅଦ୍ଭୁତ ହେଇଗଲା। ବାଘରୁ ତୁମେ ସତରେ ମଣିଷ ହେଇଗଲ। ଚାଲ ଏବେ ଆମେ ଆମ ଘରକୁ ଯିବା। ପୂଜା ଓ ସେରୁ ଦୁହେଁ ମିଶି ତାଙ୍କ ଘରକୁ ଗଲେ। ମଣିଷ ହେବା ପରେ ସେରୁକୁ ଆଉ ଜଙ୍ଗଲରେ ରହିବାକୁ ଭଲ ଲାଗୁନଥାଏ। ସିଏ ଗାଁକୁ ଯିବାର ମନେ ମନେ ସ୍ଥିର କରିସାରିଥିଲା। ପୂଜା, ଚାଲ ଆମେ ଗାଁକୁ ଯାଇ ଏକ ନୂଆ ଜୀବନ ଆରମ୍ଭ କରିବା। ମଣିଷମାନଙ୍କ ସହିତ ଗାଁରେ ରହିବା। ସେରୁ, ଆମେ ଗାଁକୁ ଗଲେ ଏ ନିରୀହ ଜୀବମାନଙ୍କର କ'ଣ ହେବ? ସେମାନଙ୍କର ଦାୟିତ୍ୱ କିଏ ନେବ? ସେମାନଙ୍କୁ ତମର ଆବଶ୍ୟକତା ରହିଛି। ସେହି ଦିନଠାରୁ ଜଙ୍ଗଲରେ ପୂଜା ଓ ସେରୁ ଗୋଟିଏ ଛୋଟ ଘର କରି ସମସ୍ତ ପଶୁପକ୍ଷୀଙ୍କ ସହିତ ଖୁବ୍ ଆନନ୍ଦରେ ଏକାଠି ରହିଲେ। ପଶୁପକ୍ଷୀମାନେ ମଧ୍ୟ ଖୁବ୍ ଆନନ୍ଦରେ ରହିଲେ।